ଅଧା ଗଢ଼ା ହୋଇ ରହିଛି କପିଳେଶ୍ୱର ମନ୍ଦିର। ପବିତ୍ର ଭାରତ ଭୂଇଁରେ ଓଡ଼ିଶା ଏକ ପବିତ୍ର ଭୂଇଁ। ସେହି କୋଟି ଓଡ଼ିଆଙ୍କ ପବିତ୍ର ଭୂଇଁ ଭଗବାନଙ୍କ ଏକ ଆଶ୍ରୟସ୍ଥଳୀ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏହି ପବିତ୍ର ଉତ୍କଳ ଭୂଇଁରେ ପୂଜା ପାଉଛନ୍ତି ଅନେକ ଦେବାଦେବୀ। ମନ୍ଦିର ମାଳିନୀ ଓଡ଼ିଶା ରାଜ୍ୟରେ ଛୋଟ ବଡ଼ ମନ୍ଦିରରେ ପରିପୂର୍ଣ୍ଣ ପବିତ୍ର ମାଟି। ମଠ ମନ୍ଦିରର ଶୋଭାବର୍ଦ୍ଧନ କରି ଏ ଉତ୍କଳ ଭୂଇଁ ଆଜି ଗର୍ବିତ। ଓଡ଼ିଶା ରାଜ୍ୟର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଥିବା ମଧ୍ୟରେ ନିଶ୍ଚୟ ମନ୍ଦିରର ମୁଖ୍ୟ ଭୂମିକା ରହିଛି। ବିଶ୍ୱକର୍ତ୍ତା ପ୍ରଭୁ ଜଗତର ନାଥ ଜଗନ୍ନାଥ ମନ୍ଦିର ସାରା ବିଶ୍ୱରେ ପରିଚିତ। ସେହି ଜଗନ୍ନାଥଙ୍କ ଦେଶ ଯାହାଙ୍କ ଦ୍ୱାରା ପୃଥିବୀ ପରିଚାଳିତ ହେଉଛି, ସେହି ପବିତ୍ର ଭୂଇଁରେ ଶୋଭା ପାଉଛି ମନ୍ଦିରମାଳାର ପରିବେଶ। ଭଗବାନଙ୍କ ଉପରେ ଅଗାଢ଼ ବିଶ୍ୱାସ ରଖିଥିବା ଓଡ଼ିଶାବାସୀ ସୁଖରେ ଦୁଃଖରେ ସବୁ ସମୟରେ ମନ୍ଦିରକୁ ଯାଇଥାନ୍ତି ଠାକୁର ଦର୍ଶନ କରିବା ପାଇଁ। କେଉଁଠି ପ୍ରଭୁ ମାଟି ଚିରି ଉଭା ହୋଇଛନ୍ତି ତ କେଉଁଠି ସ୍ଥାପନା କରାଯାଇଛି। ସେମିତି ଏକ ମନ୍ଦିର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ଗ୍ରାମ ପଞ୍ଚାୟତର ସିଲିଦା ଗ୍ରାମରେ ରହିଛି ଶ୍ରୀ ଶ୍ରୀ କପିଳେଶ୍ୱର ମନ୍ଦିର। କିନ୍ତୁ ପରିତାପର ବିଷୟ ଯେ ଖୁବ୍ ସୁନ୍ଦର ଆଉ ପବିତ୍ର ବାତାବରଣର ଏକ ମନଲୋଭା ପରିବେଶ ମଧ୍ୟରେ ରହିଥିବା ଏହି କପିଳେଶ୍ୱର ମନ୍ଦିର ଅଧାଗଢ଼ା ହୋଇ ରହିଛି। ସବୁଜ ବନାନୀର ସୁନ୍ଦର ପରିବେଶ ମଧ୍ୟରେ ଘଡ଼ିଏ ରହିଗଲେ ହୃଦୟ ଭିତରେ ସୃଷ୍ଟି ହୋଇଥାଏ ଭକ୍ତି ଓ ଭାବନାର ଏକ ସ୍ପନ୍ଦନ। ସେହି ପବିତ୍ର ସ୍ଥାନରେ ପ୍ରଭୁ କପିଳେଶ୍ୱରଙ୍କୁ ପୂଜା କରିବା ପାଇଁ ଗ୍ରାମବାସୀ ବିଶ୍ୱାସ ମନରେ ଭକ୍ତି ଓ ଭାବନାରେ ବନ୍ଧା ହୋଇ ଏକ ମନ୍ଦିର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହି ନିଷ୍ପତ୍ତି ଅନୁସାରେ ସରକାରଙ୍କ ଆର୍ଥିକ ସହାୟତା ଦ୍ୱାରା ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଗ୍ରାମବାସୀ ତଥା ଆଖପାଖ ଲୋକଙ୍କ ପାଖରେ ଦେଖାଦେଇଥିଲା ଆନନ୍ଦର ଲହରୀ। ନିଜର ପ୍ରିୟ ଭଗବାନଙ୍କୁ ମନ୍ଦିରରେ ପୂଜା କରିବାର ସୁଯୋଗ ପାଇପାରିବେ ବୋଲି ଭଗବାନ ବିଶ୍ୱାସୀ ବ୍ୟକ୍ତିଗଣ ଖୁବ୍ ଖୁସି ଅନୁଭବ କରିଥିଲେ। କିନ୍ତୁ ଏବେ ଧୀରେ ଧୀରେ ସେହି ଉତ୍ସାହ କମିଯାଉଥିବା ଜଣାପଡ଼ୁଛି। ମନ୍ଦିର ନିର୍ମାଣର କାର୍ଯ୍ୟ ଅଧାରେ ଅଟକି ରହିଯାଇଛି। ନିର୍ବାଚନ ପରେ ପରେ ମନ୍ଦିର କାର୍ଯ୍ୟ ଶେଷ ହୋଇଯିବ ବୋଲି ଅଞ୍ଚଳବାସୀ ଆଶା ରଖିଥିବା ବେଳେ ମନ୍ଦିର ଅଧାଗଢ଼ା ହୋଇ ରହିଯିବା କେତେ ଦୁଃଖଦାୟକ ତାହା କେବଳ ଅଞ୍ଚଳବାସୀ ହିଁ ଅନୁଭବ କରିଛନ୍ତି। ପ୍ରଶାସନକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ଯେ ମନ୍ଦିର ନିର୍ମାଣ କାର୍ଯ୍ୟ ଅଧାରେ ବନ୍ଦ ହୋଇ ରହିଗଲା କାହିଁକି? ସମୂହ ସ୍ୱାର୍ଥ ତଥା ଭଗବାନଙ୍କ ସ୍ଥାନକୁ ଯଦି ଏମିତି ଅଣଦେଖା କରାଯାଏ ତାହେଲେ ଭଗବାନଙ୍କୁ ବିଶ୍ୱାସ କରୁଥିବା ଲୋକ କାହାକୁ ବିଶ୍ୱାସ କରିବେ? ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖୁବ୍ ଶୀଘ୍ର ଏହି କପିଳେଶ୍ୱର ମନ୍ଦିର ଉପରେ ଦୃଷ୍ଟି ଦେଇ ପ୍ରଶାସନ ଅଧାଗଢ଼ା ମନ୍ଦିରକୁ ସମ୍ପୂର୍ଣ୍ଣ କରିବା ଆଶାରେ ଅଞ୍ଚଳବାସୀ ଦାବି କରିଛନ୍ତି। ମନ୍ଦିର ନିର୍ମାଣ ଅଧାରେ ରହିବା କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ହୋଇ ରହିଥିବା ଯୋଗୁଁ ଜନସାଧାରଣ ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତଥାପି ମନ୍ଦିର ନିର୍ମାଣ ଉପରେ ତୀକ୍ଷ୍ଣ ଦୃଷ୍ଟି ଦେବା ପାଇଁ ପ୍ରଶାସନକୁ ସାଧାରଣ ଜନତା ଅନୁରୋଧ କରିଛନ୍ତି। କେନ୍ଦୁଝର ପାଟଣାରୁ ବଳରାମ ସେଠୀଙ୍କ ରିପୋର୍ଟ, এবি ନ୍ୟୁଜ୍।